ଜୟ ଜଗନ୍ନାଥ ପିଲାମାନେ, ୱେଲକମ୍ ଟୁ ସାହିତ୍ୟ ଶିକ୍ଷା। ପିଲାମାନେ, ଆଜି ଆମେ ଆଲୋଚନା କରିବା ଶୁଦ୍ଧ ଅଶୁଦ୍ଧ ଶବ୍ଦ ଗୁଡ଼ିକ। ହେଲା, ଅଶୁଦ୍ଧ ଶବ୍ଦ ଗୁଡ଼ିକୁ କେମିତି ଶୁଦ୍ଧ ରୂପ ଦେବା ଏବଂ ଶୁଦ୍ଧ ଶବ୍ଦ ଗୁଡ଼ିକ କେମିତି ଅଶୁଦ୍ଧ ଶବ୍ଦରୁ ବାଛିକି ଲେଖିବା। ଏଗୁଡ଼ିକ ପରୀକ୍ଷାରେ ବାରମ୍ବାର ପଡ଼େ, ବହୁତ ଇମ୍ପୋର୍ଟାଣ୍ଟ କୋଶ୍ଚିନ୍ ଗୁଡ଼ାକ ପରୀକ୍ଷା ନିଶ୍ଚୟ ପଡ଼ିବ। ତେଣୁ ଏଗୁଡ଼ିକ ଆଜି ଆମେ ଭଲ ଭାବେ ଜାଣିବା, ତାକୁ ପ୍ରାକ୍ଟିସ୍ କରିବା। କିନ୍ତୁ ଏହା ପୂର୍ବରୁ ଚ୍ୟାନେଲଟିକୁ ସମସ୍ତେ ଦୟାକରି ଟିକେ ସବସ୍କ୍ରାଇବ୍ କରିଦିଅନ୍ତୁ, କମେଣ୍ଟ ଲାଇକ୍ କରନ୍ତୁ ଏବଂ ଟିକେ ସେୟାର କରିଦିଅନ୍ତୁ। ହେଲା, ତେବେ ଆଜି ଆମେ ବର୍ତ୍ତମାନ ଦେଖିବା ଯେ ଏଠି ପ୍ରଶ୍ନ ଦେଇଛି ଯେ ନିମ୍ନ ପ୍ରଦତ୍ତ ଅଶୁଦ୍ଧ ଶବ୍ଦ ଗୁଡ଼ିକର ଶୁଦ୍ଧ ରୂପ ଲେଖ। ତେବେ ଅଶୁଦ୍ଧ ଶବ୍ଦ ଦେଇଛି, ତାର ଶୁଦ୍ଧ ରୂପକୁ ଆମେ ଲେଖିବା। କେମିତି ଲେଖିବା ଦେଖ। ପ୍ରଥମ ଦେଇଛି କ'ଣ ନା ସ୍ମରଣୀୟ। ପ୍ରଥମ ଦେଲା କ'ଣ ସ୍ମରଣୀୟ। ଏଇଟା ଶୁଦ୍ଧ ନା ଅଶୁଦ୍ଧ ଅଛି ନା ଏଇଟା ଅଶୁଦ୍ଧ ଶବ୍ଦଟା, ଏଇଟା ଅଶୁଦ୍ଧ। ସ୍ମରଣୀୟ ଏଇଟା ହସେଇକାର ହବନି, ଏଠି ହବ ଦୀର୍ଘଇକାର। କ'ଣ ହବ? ସ୍ମରଣୀୟରେ ଦୀର୍ଘଇକାର ହବ। ତାପରେ ଆସିଲା ନମସ୍କାର। ନମସ୍କାରଟା ଠିକ୍ ଅଛି, ଶୁଦ୍ଧ ଶବ୍ଦ। ତାପରେ ଆସିଲା ଦିବାରାତ୍ର। ଦିବାରାତ୍ର କ'ଣ? ଦିବାରାତ୍ରି। ଦିବାରାତ୍ରି କ'ଣ ଅଛି ନା ଅଶୁଦ୍ଧ ଶବ୍ଦଟା ଅଛି ଏଇଟା। ତାକୁ ଶୁଦ୍ଧ କେମିତି କରିବା ଆମେ? ଶୁଦ୍ଧ ରୂପ କେମିତି ଦେବା ନା ହସେଇକାର କଟିଯିବ, ଏଠୁ ହସେଇକାର ହବନି, କଟିଯିବ। ଦିବାରାତ୍ର ହବ। କ'ଣ ହବ? ଦିବାରାତ୍ର। ହସେଇକାର କଟିଯିବ, ଏଠି ହବ ଦିବାରାତ୍ର। ତାପରେ ଆସିଲା ଆମଦାନୀ। ଏଇଟା ଶୁଦ୍ଧ ନା ଅଶୁଦ୍ଧ? ଏଇଟା ଅଶୁଦ୍ଧ ଶବ୍ଦ ଅଛି ଏଇଟା। ଆକୁ ଆମେ ଶୁଦ୍ଧ କେମିତି କରିବା ନା ଆମଦାନୀରେ ନରେ ଦୀର୍ଘଇକାର ହବନି, ଏଇଟା ହସେଇକାର ହବ। ହେଲା, ଆମଦାନୀରେ କ'ଣ ହବ? ନରେ ହସେଇକାର ହବ, ଆମଦାନୀ। ତାପରେ ସମ୍ମାନିତ। ସମ୍ମାନିତରେ କ'ଣ ଅଛି? ଶୁଦ୍ଧ ନା ଅଶୁଦ୍ଧ? ସମ୍ମାନିତଟା ଏଠି ଅଶୁଦ୍ଧ ଶବ୍ଦ ଅଛି, ତାକୁ ଆମେ ଶୁଦ୍ଧ କରିବା। ଅଶୁଦ୍ଧ କେମିତି ଅଛି ନା ଦୀର୍ଘଇକାର ହବନି, ନରେ ହସେଇକାର ହବ, ସମ୍ମାନିତ। ତାପରେ ହେଲା ପିଲାମାନେ ମନୋନୀତ। ମନୋନୀତଟା ମଧ୍ୟ ଅଶୁଦ୍ଧ ଶବ୍ଦ, ତାକୁ ଆମେ ଶୁଦ୍ଧ ରୂପ ଦେବା। କେମିତି ଦେବା ନା ନରେ ହସେଇକାର ନୁହଁ, ଏଠି ଦୀର୍ଘଇକାର ହବ। ହେଲା, ମନୋନୀତ। ନରେ ଦୀର୍ଘଇକାର ଦେବା, ମନୋନୀତ ହବ। ତାପରେ ଆସିଲା କ'ଣ ନା ଭୌଗୋଳିକ। ଆସିଲା ଏଠି ଭୌଗୋଳିକ। ଭୌଗୋଳିକ ହବନି ରେ, ଏଠି କ'ଣ ହବ? ଏଇଟା ନା ଭୌଗୋଳିକ ହବ। ଏଇଟା ଏମିତି ଲେଖିବା, ଏମିତି ଲେଖିବ ଭୌଗୋ, ଗରେ ଓକାରେ ଭୌଗୋଳିକ ଏଇଟା ହବ। ଦେଖ, ଭୌଗୋଳିକ, ଭୌଗୋ ଗୋ, ହେଲା, ଭୌଗୋଳିକ। ଭୌଗୋଳିକ ହବନି ଏଇଟା, ଏଇଟା ଅଶୁଦ୍ଧ ଶବ୍ଦ ଅଛି, ଭୌଗୋଳିକ ହବ। ତାପରେ ଆସିଲା ଦାରିଦ୍ରତା। ଦାରିଦ୍ରତା ହବନି ରେ, ଏଇଟା ଭୁଲ ଭୁଲ, ଏଇଟା ଅଶୁଦ୍ଧ ଶବ୍ଦଟା। ଏଇଟା ଦାରିଦ୍ର ହବନି ରେ, ଦାରିଦ୍ରତା ହବନି। ଏଇଟା କ'ଣ ହବ ନା ଦାରିଦ୍ର୍ୟ ହବ। ଏଇଟା ତଟା କଟିଯିବ। ହେଲା, ଦାରିଦ୍ର୍ୟ ହବ। ନହେଲେ ଆମେ ଏମିତି ଲେଖିପାରିବ ତମ ମାନେ ଦରିଦ୍ରତା, ଦରିଦ୍ରତା ଏମିତି ଲେଖିଲେ ବି ହବ। ହେଲା, ତେଣୁ ଏଇଟା ଅଶୁଦ୍ଧ ଥିଲା, ଶୁଦ୍ଧ ହେଲା। ଦାରିଦ୍ର୍ୟ ହବ, ନହେଲେ ଦରିଦ୍ରତା ହବ। ତାପରେ ଆସିଲା ସ୍ମରଣୀୟ। ସ୍ମରଣୀୟ ମଧ୍ୟ ଏଇଟା ଭୁଲ, ଅଶୁଦ୍ଧ ଅଛି। ଶୁଦ୍ଧ କେମିତି ହବ ନା କରିଥିଲେ ଆଗରୁ ପୂର୍ବରୁ ଆମେ ଦୀର୍ଘଇକାର ହବ, ଏଇଟା ହସେଇକାର ହବନି। ଅପରାହ୍ନ। ଅପରାହ୍ନ ନୁହଁରେ, ଏଇଟା ଅଶୁଦ୍ଧ ଶବ୍ଦଟା। ଅପରାହ୍ନ ନୁହଁରେ ଭାଇ, ଏଠି କ'ଣ ହବ? ଅପରାହ୍ନ ହବ, ଣ ହବ, ହରେ ଣ ହବ, ଅପରାହ୍ନ। ତାପରେ ଆସିଲା ହୃଷିକେଶ। ଏଇଟା ମଧ୍ୟ ଅଶୁଦ୍ଧ ଶବ୍ଦ, ଏଇଟା ବି ଅଶୁଦ୍ଧ ଶବ୍ଦଟା, ହୃଷିକେଶ। ହୃଷିକେଶ କେମିତି ହବ ନା ସରେ ଦୀର୍ଘଇକାର ହବ, ତାପରେ ଦନ୍ତେଶଟା କଟିକି ଏଠି ତାଲବେଶ ହବ। ହେଲା, ହୃଷିକେଶ ଦୀର୍ଘଇକାରେ ଆଉ ତାଲବେଶ। ବୁଝିହେଲା? ଆରାମସେ କରିପାରିବ ସମସ୍ତେ। ଏବେ ଆମେ ଦେଖିବା ନିମ୍ନ ପ୍ରଦତ୍ତ ଶବ୍ଦ ଗୁଡ଼ିକରୁ କେଉଁ ଗୁଡ଼ିକ ଶୁଦ୍ଧ ଶବ୍ଦ ଚିହ୍ନାଅ। ତାହେଲେ ଆମେ ଅଶୁଦ୍ଧ ଶବ୍ଦକୁ ଶୁଦ୍ଧ ରୂପ ଦେଲେ। ଏବେ ଦ୍ୱିତୀୟ ନମ୍ବର ଦେଇଛି ଆମ 2 ନମ୍ବରରେ ଯେ ଶୁଦ୍ଧ ଶବ୍ଦ ଗୁଡ଼ିକରୁ କେଉଁ ଗୁଡ଼ିକ ଶୁଦ୍ଧ ଶବ୍ଦ, ତାକୁ ଚିହ୍ନେଇବା। ଶୁଦ୍ଧ ଗୁଡ଼ା କୋଉଟା, ତାକୁ ଚିହ୍ନେଇବା। ଦେଖ, ଆବିଷ୍କାର ଠିକ୍ ଅଛି, ଆବିଷ୍କାର ଶୁଦ୍ଧ ଶବ୍ଦ ଠିକ୍ ଅଛି। ପର୍ବପର୍ବାଣୀ ଏଇଟା ଅଶୁଦ୍ଧ ଶବ୍ଦରେ ଭାଇ, ଏଇଟା ଭୁଲ ଅଛି। ପର୍ବପର୍ବାଣୀ ଭୁଲ ଅଛି, ଅଶୁଦ୍ଧ ଶବ୍ଦ। କାହିଁକି ନା ଣରେ ଦୀର୍ଘଇକାର ନୁହଁ, ଏଠି ହସେଇକାର ହବ। ହେଲା, ପର୍ବପର୍ବାଣୀ ଏଇଟା ଅସେଇକାର ହବ। ତାପରେ ମଧ୍ୟରାତ୍ର ଠିକ୍ ଅଛି, ଏଇଟା ଶୁଦ୍ଧ ଶବ୍ଦ। ଦାୟିତ୍ୱ, ଦାୟିତ୍ୱଟା ମଧ୍ୟ ଠିକ୍ ଅଛି, ଶୁଦ୍ଧ ଶବ୍ଦ। ଜୀବାଣୁ ଠିକ୍ ଅଛି, ଏଇଟା ବି ଶୁଦ୍ଧ ଶବ୍ଦ। ତାପରେ ଆସିଲା କ'ଣ ନା ସ୍ୱାଭାବିକ। ସ୍ୱାଭାବିକଟା ଅଶୁଦ୍ଧ ଶବ୍ଦ, ଏଇଟା ଭୁଲ ଅଛି। ସ୍ୱାଭାବିକଟା ଅଶୁଦ୍ଧ ଶବ୍ଦ ଅଛି। କେଉଁ ଶୁଦ୍ଧ ହବ ନା ସ୍ୱାଭାବିକ ହବ, ଏଠି ଆକାର ଦେଇଦବ ଆଉ କ'ଣ ସ୍ୱାଭାବିକ। ହେଲା, ସ୍ୱାଭାବିକ। ବୁଝିଲା? ସ୍ୱାଭାବିକ ହବନି, ସ୍ୱାଭାବିକ ହବ, ଆକାର ଦେଇଦେଲେ ହେଇଯିବ। ତାପରେ ସ୍ୱୀକାର ଠିକ୍ ଅଛି, ସ୍ୱୀକାରଟା ମଧ୍ୟ ଠିକ୍ ଅଛି, ଏଇଟା ଠିକ୍, ଏଇଟା ଶୁଦ୍ଧ ଶବ୍ଦ। ସରୀସୃପ ଏଇଟା ଅଶୁଦ୍ଧ ଶବ୍ଦ, ଏଇଟା ଭୁଲ ଅଛି। ଶରୀରେ ରରେ
ଦୀର୍ଘଇକାର ହବ ହେଲା, ରରେ ହବ କ'ଣ ଦୀର୍ଘଇକାର ସରୀସୃପରେ, ବୁଝିଲା। ତାପରେ 3 ନମ୍ବର ଦେଖିବା, ଏଠି ଦେଇଛି କ'ଣ ନା ନିମ୍ନ ପ୍ରଦତ୍ତ ଶବ୍ଦ ଗୁଡ଼ିକ ମଧ୍ୟରୁ ଅଶୁଦ୍ଧ ଶବ୍ଦ ଗୁଡ଼ିକ ପୃଥକ ଭାବରେ ବାଛିକି ଲେଖ। ଯେମିତି ଏଠି ଆମେ ଶୁଦ୍ଧ ଶବ୍ଦ ଗୁଡ଼ିକ ବାଛିକି ଲେଖିଲେ, ଆବିଷ୍କାର ଯେମିତି ଆମେ ଲେଖିଲେ ଆବିଷ୍କାର ଶୁଦ୍ଧ ଶବ୍ଦ, ମଧ୍ୟରାତ୍ର ଶୁଦ୍ଧ ଶବ୍ଦ, ଦାୟିତ୍ୱ ଶୁଦ୍ଧ, ଜୀବାଣୁ ଶୁଦ୍ଧ, ସ୍ୱୀକାର ଶୁଦ୍ଧ ଶବ୍ଦ। ଠିକ୍ ସେଇଭଳିଆ ଏଠି ଆମେ କ'ଣ କରିବା, ଅଶୁଦ୍ଧ ଶବ୍ଦ ଗୁଡ଼ିକୁ ବାଛିକି ଲେଖିବା ଅଲଗା କରିକି, ଅଶୁଦ୍ଧ ଗୁଡ଼ାକୁ ଅଲଗା କରିକି ଲେଖିବା, ବୁଝିଲା। ପରିଚ୍ଛଦ ଠିକ୍ ଅଛି, ଏଇଟା ପିଲାମାନେ ପରିଚ୍ଛଦଟା ଠିକ୍ ଅଛି। ତପସ୍ୱିନୀ ମଧ୍ୟ ଠିକ୍ ଅଛି, ଶୁଦ୍ଧ ଶବ୍ଦ ଗୁଡ଼ିକ। ପୁଷ୍ପାଞ୍ଜଳି ଠିକ୍ ଅଛି। ପାବନୀ, ପାବନୀଟା ଭୁଲ ଅଛି, ଏଇଟା ଅଶୁଦ୍ଧ ଶବ୍ଦ ହେଲା, ଏଇଟା ଭୁଲ ଅଛି। ପାବନୀଟା ଦୀର୍ଘଇକାର ହବନି, ଏଠି ହସେଇକାର ହବ, ପାବନୀ ହସେଇକାର ହବ। ପାଚେରୀ ଏଇଟା ମଧ୍ୟ ଅଶୁଦ୍ଧ ଶବ୍ଦ, ପାଚେରୀ ବି ଭୁଲ ଅଛି, ରରେ ଏଠି ହସେଇକାର ହବ, ପାଚେରୀ ହସେଇକାର ହବ। ପରିଚ୍ଛେଦ ଠିକ୍ ଅଛି ଏଇଟା। ବିଶ୍ୱଜନୀନ ଏଇଟା ଭୁଲ ଅଛି, ଅଶୁଦ୍ଧ ଶବ୍ଦ, ବିଶ୍ୱଜନୀନ ନରେ ଦୀର୍ଘଇକାର ହବ ହେଲା। ତାପରେ ହେଲା ଅଭିଷେକ, ଅଭିଷେକଟା ମଧ୍ୟ ଭୁଲ ଅଛି, ଅଶୁଦ୍ଧ, ଅଭିଷେକ ଅଶୁଦ୍ଧ ଶବ୍ଦ, ଠିକ୍ ନାହିଁ, ଏଇଟା ଅଶୁଦ୍ଧ ଶବ୍ଦଟା। ଅଭିଷେକ କେମିତି ହବ ନା ଅଭିଷେକ ମୁଦିନେଶରେ ଏକା ଦେଇକି ଲେଖିବା, ଅଭିଷେକ ମୁଦିନେଶ ହବ, ଦନ୍ତେଶ ଦେଇଛି, ତେଣୁ ଏଇଟା ଭୁଲ ଅଛି, ଅଶୁଦ୍ଧ ଶବ୍ଦ ଅଛି। ତାପରେ ହେଲା ମଧ୍ୟରାତ୍ରି, ଏଇଟା ମଧ୍ୟ ଅଶୁଦ୍ଧ ଶବ୍ଦ, ମଧ୍ୟରାତ୍ରି ହବନି, ମଧ୍ୟରାତ୍ର କ'ଣ ହବ, ହସେଇକାର କଟିଯିବ, ଏଠୁ ହସେଇକାରଟା କଟିଯିବ, ମଧ୍ୟରାତ୍ର ହବ। ତାପରେ ହେଲା ପାଟବତା, ପାଟବତାଟା ମଧ୍ୟ ଅଶୁଦ୍ଧ ଶବ୍ଦ, ଏଇଟା ଭୁଲ ଅଛି, ପାଟବତା ହବନି। ଯେମିତି ଦାରିଦ୍ରତାରେ ତା କଟିଗଲା, ଦରିଦ୍ର ହେଇଗଲା, ସେମିତି ପାଟବତାରେ ତା କଟିଯିବ ହେଲା, ପାଟ ବ ହବ, ପାଟ ବ। ତାପରେ ନିର୍ଦ୍ଦୋଷୀ, ନିର୍ଦ୍ଦୋଷୀଟା ମଧ୍ୟ ଅଶୁଦ୍ଧ ଶବ୍ଦ, ନିର୍ଦ୍ଦୋଷୀ ହବନି, ଏଠି ଦୀର୍ଘଇକାର କଟିଯିବ, କ'ଣ ହବ ନିର୍ଦ୍ଦୋଷ ହବ, ଏଠି ନିର୍ଦ୍ଦୋଷ, ବୁଝିଲା। ତାପରେ ଆସିଲା ମହାରାଜା, ମହାରାଜା ମଧ୍ୟ ଅଶୁଦ୍ଧ ଶବ୍ଦ, ଏଇଟା ମଧ୍ୟ ଅଶୁଦ୍ଧ ଅଛି, ଭୁଲ ଅଛି, ମହାରାଜା ହବନି, ଜରେ ଆକାରରେ କଟିଯିବ, କ'ଣ ମହାରାଜ ହବ, କ'ଣ ହବ ମହାରାଜ, ଏମିତି ଲେଖିବ ତାକୁ, ମହାରାଜ ହବ, ମହାରାଜା ହବନି, ବୁଝିଲା ପିଲେ। ତେବେ ଆମେ ଦେଖିଲେ କେମିତି ଆମେ ସେ ଶୁଦ୍ଧ ଅଶୁଦ୍ଧ ଶବ୍ଦକୁ ଶୁଦ୍ଧ ରୂପ ଦେଲେ ଏବଂ ଶୁଦ୍ଧ ଶବ୍ଦକୁ ବାଛିକି ଲେଖିଲେ, ଅଶୁଦ୍ଧ ରୂପକୁ ବାଛିକି ଲେଖିଲେ। ଆର ପରବର୍ତ୍ତୀ କ୍ଲାସ୍ରେ ଆମେ ଆଲୋଚନା କରିବା ଯେ ଟ୍ରିକ୍ ତମକୁ କହିଦେବି, ତ କେମିତି ଶୁଦ୍ଧ ଶବ୍ଦକୁ ଲେଖିବ, କେମିତି ଅଶୁଦ୍ଧ ଶବ୍ଦକୁ ଲେଖିବ, ତାର ଟ୍ରିକ୍ ତମକୁ କହିଦେବି ହେଲା। ତେବେ ଭିଡ଼ିଓଟି ଆଶା କରୁଛି ଆପଣଙ୍କୁ ଭଲ ଲାଗିଥିବ, ଯଦି ଭଲ ଲାଗିଛି ଚ୍ୟାନେଲଟିକୁ ଲାଇକ୍, ସେୟାର ଏବଂ କମେଣ୍ଟ, ସବସ୍କ୍ରାଇବ୍ କରିବେ। ପିଲାମାନେ ରହୁଛି, ଜୟ ଜଗନ୍ନାଥ।